ସାଙ୍ଗମାନେ ନମସ୍କାର। ମୁଁ ଲିପି ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଭିଡ଼ିଓକୁ। ସାଙ୍ଗମାନେ ଆପଣମାନେ ତ ଇଡଲି ଆଉ ସମ୍ବର ବହୁତ ଖାଇଥିବେ। ଆଜି ଚାଲନ୍ତୁ ସେ ସମ୍ବରର ମସଲା ଆମେ ପ୍ରସ୍ତୁତ କରିବା। ସେଥିପାଇଁ ଦେଖନ୍ତୁ ମୁଁ 2 ଚାମଚ ଆମର ହରଡ଼ ଡାଲି, 2 ଚାମଚ ବୁଟ ଡାଲିକୁ ଏଭଳି ଭାବରେ ଗ୍ୟାସର ଫ୍ଲେମ୍କୁ ସ୍ଲୋ କରିକି ଭଲ ଭାବରେ ଭାଜି ନେଉଛି। 2 ମିନିଟ୍ ଖଣ୍ଡେ ଭାଜି ହେଇଗଲା ପରେ ଟିକେ କଲର୍ ଚେଞ୍ଜ ହେଇଯିବ। ତାପରେ ତାକୁ ଆପଣ ଗୋଟେ ଜାଗାକୁ କାଢ଼ି ନେବେ। ସେଥିରେ ହାଫ୍ ଟେବୁଲ୍ ସ୍ପୁନ୍ ଆମର ଜିରା, ଆଉ ହାଫ୍ ଟେବୁଲ୍ ସ୍ପୁନ୍ ହେଉଛି ଧନିଆ, ଆଉ ହାଫ୍ ଟେବୁଲ୍ ସ୍ପୁନ୍ରୁ ଆଉ ଟିକେ କମ୍ ଆମର ମେଥି, ତାକୁ ପକାଇକି ଆପଣ ଭାଜି ନେବେ। ତାପରେ ସେଇଟା ବି ଭାଜି ହେଇଗଲା ପରେ ତାକୁ ବି ଆପଣ ଦେଖନ୍ତୁ କାଢ଼ି ନେବେ। ଏବେ ଆପଣ ସେହି କଡ଼େଇରେ କିଛି ଲଙ୍କା, ଭୃଷୁଙ୍ଗା ପତ୍ରକୁ ଆପଣ ଭଲ ଏମିତି ଭାଜି ନେବେ। ଭୃଷୁଙ୍ଗା ପତ୍ର ଏମିତି ତାମାନେ ତାର ଓଦା ଅଂଶ ପୁରା ଶୁଖିକି ଡ୍ରାଏ ହେଇଯିବ। ତାପରେ ସେଥିରେ ଗୋଟେ ଖଣ୍ଡେ ମୁଁ ଏଠି ହିଙ୍ଗୁ ନେଇଛି। ଆପଣ ଚାହିଁଲେ ପାଉଡ଼ର ବି ୟୁଜ୍ କରିପାରିବେ। ଏଠି ମୁଁ ଖଣ୍ଡ ହିଙ୍ଗୁ ନେଇଛି। ତାକୁ ବି ଆପଣ ଟିକେ ଏମିତି ଭାଜି ନେବେ। ଏସବୁ ଭଲ ଭାବରେ ଟିକେ ଭାଜି ହେଇଗଲା ପରେ ଆକୁ ବି ଆପଣ କାଢ଼ି ନେବେ। ଦେଖନ୍ତୁ ତାପରେ ଆମେ ସେହି କଡ଼େଇରେ 10-15ଟି ଗୋଲମରିଚକୁ ଟିକେ ଉଷୁମ କରିନେବା। କାହିଁକିନା ଏସବୁକୁ ଆମେ ଗୋଟେ ମିକ୍ସଚର ପ୍ରସ୍ତୁତ କରିବା ଗ୍ରାଇଣ୍ଡରରେ। ସେଥିପାଇଁ ଗୋଲମରିଚ ଟିକେ ଭାଜି ହେଇଗଲେ ଭଲ ଭାବରେ ଗୁଣ୍ଡ ହେଇଥାଏ। ଦେଖନ୍ତୁ ଏଇସବୁକୁ ବର୍ତ୍ତମାନ ମୁଁ ଗୋଟେ ଗ୍ରାଇଣ୍ଡର ଜାର୍ରେ ନେଇକରି ତାକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରିନେବି। ଆଉ ଏଇ ମସଲାକୁ ଆପଣ 4-5 ଥର ଖଣ୍ଡେ ବ୍ୟବହାର କରିପାରିବେ। ଆପଣ ତ ଦୋକାନରୁ କିଣିକି ଆଣିଥିବେ, କିନ୍ତୁ କେବେ ଘରେ ପ୍ରସ୍ତୁତ ଏମିତି କରନ୍ତୁ। ଆର ଟେଷ୍ଟ ବହୁତ ଭଲ ଲାଗିଥାଏ। ଦେଖନ୍ତୁ ବର୍ତ୍ତମାନ ଆମର ଏଇଟା ମସଲା ପ୍ରସ୍ତୁତ ହେଇଗଲା। ଏଥିରେ ଆପଣ ଚାହିଁଲେ କାଶ୍ମୀରୀ ଚିଲ୍ଲି ପାଉଡ଼ର ଟିକେ ମିଶାଇ ନେବେ। ଆଉ ଗୋଟେ ଚାମଚ ଆମର ମ୍ୟାଗି ମସଲା ହଉ, ଯଦି ଆପଣ ମ୍ୟାଗି ମସଲା ଖାଇବାକୁ ପସନ୍ଦ ନ କରନ୍ତି ଆପଣ ଏଥିରେ ଚାଟ୍ ମସଲା ଟିକେ ମିଶାଇ ନେବେ। ଏବେ ଦେଖନ୍ତୁ ମୁଁ ଅଲରେଡ଼ି ସମ୍ବର ପାଇଁ ସିଝେଇକି ରଖିଥିଲି। ଏବେ ଚାଲନ୍ତୁ ତାକୁ ଆମେ ବଘାରି ନେବା। ମୁଁ ନର୍ମାଲ କିଛି ଦେଇନାହିଁ। ହାଫ୍ ଟେବୁଲ୍ ସ୍ପୁନ୍ ସୋରିଷ ତେଲ କଡ଼େଇରେ ପକାଇ ନେଇଛି। ସେଥିରେ କିଛି ପଞ୍ଚଫୁଟଣ ପକାଇ ନେବା। ତେଲ ଗରମ ହେଇଗଲେ ମୁଁ ଏଠି ଶୁଖିଲା ଲଙ୍କା 2ଟା ପକାଇ ନେବି। ଶୁଖିଲା ଲଙ୍କାଟା ଟିକେ ହେଇଗଲା ପରେ ମୁଁ ତାପରେ ଏଥିରେ ପଞ୍ଚଫୁଟଣ ଅଳ୍ପ ପକାଇ ନେବି। ଦେଖନ୍ତୁ ପଞ୍ଚଫୁଟଣ ଫୁଟିଗଲେ ଏଥିରେ ମୁଁ ଆଉ କିଛି ଭୃଷୁଙ୍ଗା ପତ୍ର ଦେଇନେବି। ନର୍ମାଲ ଏଇଭଳି ଭାବରେ ଥରେ ପ୍ରସ୍ତୁତ କରିକି ଦେଖନ୍ତୁ। ଆପଣ ଚାହିଁଲେ ଏଥିରେ ରସୁଣ ବି ପକାଇ ପାରିବେ, କିନ୍ତୁ କିଛି ଆବଶ୍ୟକ ନାହିଁ। ସମ୍ବରରେ ଖାଲି ମସଲା ପକାଇଲେ ମଧ୍ୟ ତା ଟେଷ୍ଟ ଭଲ ଲାଗିଥାଏ। ଏବେ ମୁଁ କିଛି ଭୃଷୁଙ୍ଗା ପତ୍ର ଅଧିକ ଟିକେ ପକାଇ ନେଇଛି। ଭୃଷୁଙ୍ଗା ପତ୍ର ଟିକେ ଭାଜି ହେଇଗଲା ପରେ ଏବେ ମୁଁ ଯେଉଁ ସମ୍ବର ସିଝେଇକି ରଖିଥିଲି ଡାଲି ଆଉ ପରିବା, ତାକୁ ଏଥିରେ ଆଡ଼୍ କରିନେଉଛି। ଦେଖନ୍ତୁ ସାଙ୍ଗମାନେ ବର୍ତ୍ତମାନ ସବୁ ମସଲା ସବୁ ଡାଲିକୁ ମୁଁ ଏଥିରେ ପକାଇ ନେଲି। ଏବେ ଯେଉଁ ମସଲା ମୁଁ ଏଥିରେ କରିକି ରଖିଥିଲି ସେହି ମସଲାର ଗୋଟେ ବଡ଼ ଚାମଚ ଏଥିରେ ପକାଇ ନେବି। ଦେଖନ୍ତୁ ସାଙ୍ଗମାନେ ବର୍ତ୍ତମାନ ମସଲା ପକାଇ ସାରିଲା ପରେ ତାର କଲର୍
ଚେଞ୍ଜ ହେଇଯିବ। ମସଲା ପକାଇକି ଭଲ ଭାବରେ ଆପଣ ଗୋଳେଇ ନେବେ। ଆଉ ସବୁଠୁ ମୁଖ୍ୟ ଜିନିଷ ସମ୍ବରର ତେନ୍ତୁଳି ବା ତେନ୍ତୁଳି ଗୁଣ୍ଡ ବା ରସ, ଯେଉଁଟାକି ମୁଁ ଅଳ୍ପ ତେନ୍ତୁଳିକି ବତୁରେଇକି ରଖିଥିଲି। ଏବେ ଆମେ ଏଥିରେ ତେନ୍ତୁଳି ରସ ଦେଇନେବା। ଦେଖନ୍ତୁ ଆପଣମାନଙ୍କୁ ଯଦି ମୋର ଭିଡ଼ିଓ ଭଲ ଲାଗୁଥିବ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଏବେ ଏଇ ତେନ୍ତୁଳି ମୁଁ ଏଥିରେ ପକାଇ ନେଉଛି। ଯେହେତୁ ଆପଣ ଆଗରୁ ଲୁଣ ପକାଇଥିଲେ, ତଥାପି ତେନ୍ତୁଳି ପକାଇଲା ପରେ ଆଉ ଅଳ୍ପ ଲୁଣ ଦେଇନେବେ। ଆଉ ଆକୁ ଟିକେ ଫୁଟିବା ପାଇଁ ଛାଡ଼ିଦେବେ। ଯେଉଁ ଡାଲି ଆମର ସମ୍ବର ମସଲାରେ ଗୁଣ୍ଡ କରି ଦିଆହେଇଛି, ସେଥିପାଇଁ ସମ୍ବରଟା ଟିକେ ଫୁଟିଗଲେ ଭଲ ଭାବରେ ଆମର ମୋଟା ହେଇଯାଇଥାଏ। ଦେଖନ୍ତୁ ବର୍ତ୍ତମାନ ଆମର ଏତେ ମସଲା ଆହୁରି ରହିଗଲା, ଯେଉଁଟାକି ଆଉ 3-4 ଥର ମୋର ହେଇଯିବ। ବହୁତ କମ୍ ଜିନିଷରେ ଦେଖନ୍ତୁ ଆମର ସମ୍ବର ପ୍ରସ୍ତୁତ ହେଇଗଲା। ଆଉ ଏଇଟା ବହୁତ ଟେଷ୍ଟ ବି ଲାଗୁଥିଲା। ନିହାତି ଆପଣ ଘରେ ମସଲା ପ୍ରସ୍ତୁତ କରନ୍ତୁ। ଆଉ ଚକୁଳି ସାଙ୍ଗେ ହେଉ, ଇଡଲି ସାଙ୍ଗେ ହେଉ କିମ୍ବା ଉତ୍ତପମ ସାଙ୍ଗେ ଆପଣଙ୍କୁ ଯେଉଁ ପସନ୍ଦ, ଯାହା ସାଙ୍ଗେ ଭଲ ଲାଗେ ଆପଣମାନେ ୟୁଜ୍ କରନ୍ତୁ। ଧନ୍ୟବାଦ ସାଙ୍ଗମାନେ, ନମସ୍କାର।